ଆସନ୍ତୁ ଶୁଣିବା ଗଳ୍ପ ଅନାହତ। ଗାଳ୍ପିକ ବ୍ରଜମୋହନ ମହାନ୍ତି। କ୍ଳାନ୍ତ ଅପରାହ୍ନ ମୌସୁମୀର ପ୍ରଥମ ପଦପାତରେ ଆକାଶର ବକ୍ଷ ଗମ୍ଭୀର। ସ୍ଥିର ହୋଇ ନିଜର ଘୂର୍ଣ୍ଣାୟମାନ ଚେୟାରଟି ଉପରେ ବସି ଏକ ସଦ୍ୟ ପ୍ରକାଶିତ ପତ୍ରିକା ଉପରେ ଦୃଷ୍ଟି ନିକ୍ଷେପ କରୁଥିଲେ ଶାନ୍ତନୁ। ହଠାତ୍ ଚକିତ ହୋଇ ନିଶ୍ଚଳ ହୋଇଗଲା ତାଙ୍କ ଚକ୍ଷୁର ଚଞ୍ଚଳତା। ପୃଥିବୀ ଆଗେଇବାର ଲାଗିଛି, ତା ସହିତ ଆଗେଇବାର ଲାଗିଛି ବିଜ୍ଞାନର ଆବିଷ୍କାର। ବିଚିତ୍ର ଏ ସୃଷ୍ଟିର ପ୍ରକ୍ରିୟା, ରହସ୍ୟମୟ ଏ ମଣିଷର ସ୍ଥିତି। ତରୁଣ ବିଜ୍ଞାନ ଅଧ୍ୟାପକ ଶାନ୍ତନୁ ନୂତନ ଆବିଷ୍କାର କଥା ଶୁଣିଲେ ମନ ଦେଇ ସେ ଚିନ୍ତା କରନ୍ତି, ଗୁପ୍ତ ତଥ୍ୟ ଜାଣିବା ପାଇଁ ଇଚ୍ଛା କରନ୍ତି। ଅବଶ୍ୟ ଆମ ରାଜ୍ୟରେ ତାଙ୍କ ପାଇଁ ଗବେଷଣାର ସୁଯୋଗ ବା ସୁବିଧା ନାହିଁ। ତଥାପି ନିଜ ମନର ଦୌଡ଼କୁ ରୋକି ପାରନ୍ତିନି ସେ। ମନ ଦୌଡ଼େ, କଳ୍ପନା ଏକ ନୂତନ ସାମ୍ରାଜ୍ୟ ସୃଷ୍ଟି କରେ। ସେ ବିଜ୍ଞାନ ଅଧ୍ୟାପକ। ଅନେକ ସମୟରେ ନବବିବାହିତା ପତ୍ନୀର କଥା ଭୁଲି ଅଧ୍ୟୟନରେ ଧ୍ୟାନ ଦିଅନ୍ତି ସେ। ଆଜି ସେମିତି ଗୋଟିଏ ଦିନ। ଶାନ୍ତନୁଙ୍କ କପାଳର ରେଖାଗୁଡ଼ିକ କୁଞ୍ଚିତ ହୋଇଆସିଲା। ପତ୍ରିକାଟି ଆପେ ଆପେ ଖସି ପଡ଼ିଲା ଟେବୁଲ ଉପରେ। ଚା କପ୍ଟି ଥଣ୍ଡା ହେବାର ଲାଗିଛି। ଦରଜଳା ସିଗାରେଟ୍ ଆହୁରି ଆହୁରି ଜଳି ଜଳି ଅଙ୍ଗୁଳିକୁ ସ୍ପର୍ଶ କରିବା ଉପରେ। ନା, ଶାନ୍ତନୁଙ୍କୁ ଶାନ୍ତି ନାହିଁ। ସେ ଅନେକ ପଛରେ ପଡ଼ିଛନ୍ତି। ତାଙ୍କ ଆଗରେ, ପଛରେ, କଡ଼ରେ, ଉପରେ ଅନେକ ବିଜ୍ଞାନର ଆତ୍ମଗୋପନ। ତାଙ୍କୁ ଗବେଷଣା କରିବାକୁ ପଡ଼ିବ। ରହସ୍ୟମୟ ପୃଥିବୀ ଆବିଷ୍କାର କରିବାକୁ ପଡ଼ିବ। ପତ୍ରିକାଟି ଉପରେ ମୁଣ୍ଡ ରଖି ଆଖି ବୁଜିଲେ ଶାନ୍ତନୁ। ଏ କ'ଣ? କି ପିଠିରେ ହାତ ମାରୁଛି? ମୁହଁ ଫେରାଇ ଚାହିଁଲେ ଶାନ୍ତନୁ। ଚମକି ପଡ଼ି ଥରି ଉଠିଲା ତାଙ୍କର ସମଗ୍ର ଶରୀର। ଏ ମୃତ ପିତା ଶଶଧର ପଶ୍ଚାତରେ ରହି ତାଙ୍କ ପିଠିରେ ହାତ ବୁଲାଇ ଆଶୀର୍ବାଦ କରୁଛନ୍ତି। ଆଶ୍ଚର୍ଯ୍ୟ! ମୃତ ଆତ୍ମାର ଆତ୍ମପ୍ରକାଶ। ମୁଣ୍ଡ ଝାଡ଼ି ଭଲ କରି ଚାହିଁବାକୁ ଚେଷ୍ଟା କଲେ ଶାନ୍ତନୁ। ଚିହ୍ନିବାକୁ ଚେଷ୍ଟା କଲେ ନିଜର ପିତାଙ୍କୁ। ନା ନା, ଆଖିକୁ ଭୁଲ ବୁଝି ହେବ ନାହିଁ। ମୃତ ପିତା ଶରୀର ଗ୍ରହଣ କରି ସମ୍ମୁଖରେ ବିଦ୍ୟମାନ। ଭୟ ଓ ଆନନ୍ଦରେ କମ୍ପି ଉଠି ଠିଆ ହୋଇ ପଡ଼ିଲେ ସେ। ପିତାଙ୍କ କଡ଼କୁ ଲାଗି ଠିଆ ହୋଇଛନ୍ତି ବାଲ୍ୟରୁ ମୃତ୍ୟୁବରଣ କରିଥିବା ସ୍ନେହମୟୀ ମାତା। ଏଥର ଅସ୍ଥିର ହୋଇ ପଡ଼ିଲେ ଶାନ୍ତନୁ। କି ଅସମ୍ଭବ କଥା! ସେ ବିଜ୍ଞାନର ଅଧ୍ୟାପକ। ଭୂତପ୍ରେତଙ୍କୁ ବିଶ୍ୱାସ କରନ୍ତିନି ସେ। ତେବେ ତେବେ ଏ କି ଭୌତିକ କାଣ୍ଡ! ପୁଣି ନଥ କରି ଚେୟାର ଉପରେ ବସି ପଡ଼ିଲେ ଶାନ୍ତନୁ। ବିକଳରେ ସେ ଚାହିଁ ରହିଥିଲେ ସେମାନଙ୍କୁ। ନା, ଆହୁରି ଆଶ୍ଚର୍ଯ୍ୟର କଥା, ଏମାନେ ଯେ ଏକା ନୁହନ୍ତି। ତାଙ୍କ ପଛକୁ ଲାଗି ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି ଅନେକ ବ୍ୟକ୍ତି। 1, 2, 3, 4, 10, 50, 100, ନା ଗଣି ହେଉନାହିଁ। ଅସଂଖ୍ୟ ଅସଂଖ୍ୟ। ଶାନ୍ତନୁଙ୍କ ବିକଳତା ଦେଖି ହସି ଉଠିଲେ ସେମାନେ। ତାପରେ କୋଠରୀ ଭିତରେ ସେମାନେ ପଦଚାରଣା କରିବାକୁ ଆରମ୍ଭ କରିଦେଲେ। ଶାନ୍ତନୁ କେବଳ ଅବାକ୍ ହୋଇ ସେମିତି ଚାହିଁଥାନ୍ତି। ସେମାନେ ଆଗେଇବାର ଲାଗିଲେ। ଚେୟାର ଉପରୁ ଉଠି ପୁଣି ଠିଆ ହେଲେ ଶାନ୍ତନୁ। ଭିଡ଼ ଭିତରୁ ବାହାରି ଆସି ଜଣେ ଦଖଲ କରିନେଲା ଚେୟାରଟିକୁ। ପ୍ରଶ୍ନାୟିତ ଦୃଷ୍ଟିରେ ସେମାନଙ୍କୁ ସେମିତି ଚାହିଁଥାନ୍ତି ଶାନ୍ତନୁ। ହଠାତ୍ ଦ୍ରୁତ ଗତିରେ ସେମାନେ କୋଠରୀ ଭିତରେ ଚାଲବୁଲ କରିବାକୁ ଲାଗିଲେ। ଶାନ୍ତନୁଙ୍କ ଆଗ ପଛ କଡ଼ରେ ଭରପୁର ହୋଇଗଲେ ସେମାନେ। ନା, ସେତିକି ନୁହେଁ, ଶାନ୍ତନୁଙ୍କ ମୁଣ୍ଡ ଉପରେ ମଧ୍ୟ ଚଢ଼ିବାକୁ ଆରମ୍ଭ କରିଦେଇଛନ୍ତି କେତେଜଣ। ହୁଏତ ସମସ୍ତଙ୍କ ମନରେ ଗୋଟିଏ କଥା, ଆମେ ଅଛୁ ଠିକ୍ ତୁମ ଭଳି। ନା, ଆଉ ସହ୍ୟ କରି ହେବ ନାହିଁ। ଶାନ୍ତନୁଙ୍କ ନାକ ପୁଡ଼ା ଦେଇ ପଶିବାକୁ ଚେଷ୍ଟା କରୁଛନ୍ତି କେହି କେହି। ନିଶ୍ୱାସ ରୁଦ୍ଧ ହୋଇଯିବ। ଭୟ, ଆତଙ୍କ, ଆଶଙ୍କାରେ ଚିତ୍କାର କରି ଉଠିଲେ ସେ। କିନ୍ତୁ କାହିଁ? ତାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି। ଘେରି ରହିଛନ୍ତି କେବଳ ଭୂତ ଦଳ। ପ୍ରଳୟ ଚିତ୍କାର କରୁଛନ୍ତି ସେମାନେ। ସେ ଚିତ୍କାର ଭେଦ କରି ଶାନ୍ତନୁଙ୍କ ଚିତ୍କାର ଦୂରକୁ ଯାଇପାରୁନାହିଁ। ଅସହାୟ ଶାନ୍ତନୁ କ'ଣ କରିବେ? ରକ୍ଷା ପାଇବେ କେମିତି? ଧୀରେ ଧୀରେ ଶାନ୍ତନୁଙ୍କ ଚେୟାର, ଟେବୁଲ, ପଲଙ୍କ, ଆଲଣା, ଆଲମିରା, ଝରକା, କବାଟ, ଫୁଲଦାନୀ ସବୁ ସ୍ଥାନରେ ଭୂତମାନେ ଦଖଲ କରିନେଲେଣି। ଝରକା, କବାଟ, ଆଲଣା, ଫୁଲଦାନୀ ଉପରେ ମଧ୍ୟ ଅକ୍ଲେଶରେ ଆରାମରେ ବସି ପାରୁଛନ୍ତି ସେମାନେ। ତେବେ ପଳାଇବାକୁ ବାଟ ନାହିଁ, ମୁକ୍ତି ପାଇବାକୁ ଉପାୟ ନାହିଁ। ତେବେ କ'ଣ ସତରେ ଶାନ୍ତନୁଙ୍କୁ ଏମାନେ ଗ୍ରାସ କରିଯିବେ? ହଠାତ୍ ବୁଦ୍ଧି ପଶିଲା ଶାନ୍ତନୁଙ୍କର। ପିତାଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ନିବେଦନ କରି କହିଲେ, ଏ କ'ଣ ବାପା, ତୁମ ଅଲିଅଳ ଶାନ୍ତନୁକୁ ତୁମେ କ'ଣ ଗ୍ରାସ କରିଯିବାକୁ ଚାହଁ? କାହିଁକି? ତୁମ ନିକଟରେ କି ଭୁଲ କଲି ମୁଁ? ଚାହୁଁ ଚାହୁଁ ତୋଫାନ ଭଳି
ଖେଳି ଉଠିଲା ହସର ଜୁଆର। ଶାନ୍ତନୁଙ୍କ ପିତା ସମସ୍ତଙ୍କୁ ଶାନ୍ତ କରାଇ ଦେଇ କହିଲେ, ନା ବାପା, ଏମାନେ ତୋ ଉପରେ ଆକ୍ରମଣ କରୁନାହାନ୍ତି। ଏମାନେ ସମସ୍ତେ ଏଇ ଘରର ମଣିଷ, ତୋର ପୂର୍ବପୁରୁଷ। ଅନାଦି ଅନନ୍ତ କାଳରୁ ଏ ଘର ଉପରେ ଏମାନଙ୍କର ରାଜତ୍ୱ। ତୁ ସମସ୍ତଙ୍କୁ ଦେଖିଛୁ, ଆଜି ନୂଆ ନୁହେଁ। କଥା ସରିନାହିଁ, ହଠାତ୍ ଚିହିଙ୍କି ଉଠିଲେ ଭୂତମାନେ। ଆଶ୍ଚର୍ଯ୍ୟ ହୋଇ ସେମାନଙ୍କୁ ଅନାଇ ରହିଲେ ଶାନ୍ତନୁ। ନବବିବାହିତା ତରୁଣୀର ରୂପ ନେଇ ଠିଆ ହୋଇଛି ଜଣେ ଯୁବତୀ। ମନରେ ତାର ଆକାଶର କଳ୍ପନା। ଅତର୍କିତ ଭାବେ ତାକୁ ଆକ୍ରମଣ କରି ତାର ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରୁଛି ଆଉ ଜଣେ। ବିଶୃଙ୍ଖଳ ହୋଇ ଉଠିଲେ ଭୂତମାନେ। ଭିଡ଼ ଦେହରୁ ଆଗେଇ ଆସି ଶାନ୍ତନୁଙ୍କ ମା କହିଲେ, ନା ନା, ଆଶ୍ଚର୍ଯ୍ୟ ହୁଅନି। ଆଜିକୁ ଅନେକ ବର୍ଷ ପୂର୍ବେ ଏଇ ଘର ଭିତରେ ମୋ ଶ୍ୱଶୁର ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଚରିତ୍ର ଦୋଷ ପାଇଁ ତଣ୍ଟି ଚିପି ହତ୍ୟା କରିଥିଲେ। ଏମାନେ ସେଇ। ଏଥର ଭୀଷଣ ଡରିଗଲେ ଶାନ୍ତନୁ। ନା, ଏ ଭୂତମାନଙ୍କ ଦାଉରୁ ରକ୍ଷା ପାଇବାକୁ ହେବ। ସ୍ଥାନ ଛାଡ଼ି ପଳାଇବାକୁ ହେବ, ନଚେତ୍ ପ୍ରାଣ ବିକଳରେ ଭିଡ଼ ଠେଲି ପଦାକୁ ବାହାରି ଆସିଲେ ସେ। ନା, ପଦାରେ ଯେ ସେଇ ଭୂତମାନଙ୍କର ଭିଡ଼। ଅଗଣା ଦାଣ୍ଡ, ବାହାର ରାସ୍ତା, ସବୁଆଡ଼େ କେବଳ ସେଇମାନେ ପଦଚାରଣା କରିବାରେ ଲାଗିଛନ୍ତି। କିଂକର୍ତ୍ତବ୍ୟ ବିମୂଢ଼ ହୋଇ ପ୍ରାଣମୂର୍ଚ୍ଛା ଦୌଡ଼ିବାରେ ଲାଗିଲେ ଶାନ୍ତନୁ। ଆସ୍ତେ ଆସ୍ତେ ଭୂତମାନଙ୍କର ଭିଡ଼ କମି ଆସିଲା। ଶେଷରେ କାଠଯୋଡ଼ିର ଖୋଲା ବନ୍ଧ ଉପରେ ଆସି ବେଦମ୍ ହୋଇ ଠିଆ ହୋଇଗଲେ ଶାନ୍ତନୁ। ନା, ନିର୍ଜନ କାଠଯୋଡ଼ି ବନ୍ଧ। ଭୂତମାନେ ବହୁତ ଦୂରରେ ରହିଯାଇଛନ୍ତି। ଆଉ ଏତେ ବାଟ ଆସିପାରିବେନି ସେମାନେ। ବେଶ୍ ନିଶ୍ଚିନ୍ତରେ ବିଶ୍ରାମ ନେଇ ହେବ ଏଠି। ଆଶ୍ୱସ୍ତ ହୋଇ ଶାନ୍ତନୁ ନିର୍ଜନ କାଠଯୋଡ଼ିର ପଥର ବନ୍ଧ ଉପରେ ବସି ପଡ଼ିଲେ। ଆତଙ୍କ ଧୀରେ ଧୀରେ ଦୂରେଇ ଯାଉଥିଲା। ଏ ବିଚିତ୍ର ଅନୁଭୂତି, ବିଚିତ୍ର ଅଭିଜ୍ଞତା କଥା ଚିନ୍ତା କରୁଥିଲେ ସେ। ତାଙ୍କ ନିଶ୍ଚଳ ଚକ୍ଷୁ ସ୍ଥିର ରହିଥିଲା ଦୂର ଆମ୍ବତୋଟା ମାଳର କେଉଁ ଅସ୍ପଷ୍ଟ ଅନ୍ଧାର ବିନ୍ଦୁ ଦେହରେ। ପୁଣି ଏକ ନୂତନ ସ୍ପର୍ଶ। ଶାନ୍ତନୁଙ୍କ ସମଗ୍ର ଶରୀର ରୋମାଞ୍ଚିତ ହୋଇ ଉଠିଲା। ତୁମେ? ମୁଁ ମିତ୍ରା? ମିତ୍ରା? ହଁ, ମୁଁ ମିତ୍ରା। ମତେ କ'ଣ ତୁମେ ଚିହ୍ନି ପାରୁନାହଁ? ଏଇ କାଠଯୋଡ଼ିର ପଥର ବନ୍ଧ ଉପରେ ଆମେ କେତେ ଅନିଦ୍ର ରଜନୀ ବିତାଇଛେ, ତଥାପି ତୁମେ ମତେ ଚିହ୍ନି ପାରୁନାହଁ। କିନ୍ତୁ ତୁମେ? ଆଉ କିନ୍ତୁ କ'ଣ? ହୁଏତ ତଥାପି ତୁମେ ମତେ ଚିହ୍ନି ପାରୁନାହଁ। ଆରେ ମୁଁ ମିତ୍ରା, ମିତ୍ରା ମହାନ୍ତି। ମିତ୍ରା ମହାନ୍ତି? ଓ, ତଥାପି ତୁମେ ମତେ ଚିହ୍ନି ପାରିଲ ନାହିଁ? ମୁଁ ମିତ୍ରା ମହାନ୍ତି, ଅଧ୍ୟାପକ ନରୋତ୍ତମ ମହାନ୍ତିଙ୍କ ଆଦରଣୀୟ କନିଷ୍ଠା କନ୍ୟା, ବିଶ୍ୱବିଦ୍ୟାଳୟର କୃତି ଛାତ୍ରୀ। କିନ୍ତୁ ନା, ଆଉ କିନ୍ତୁ କ'ଣ? ତୁମେ କ'ଣ କହୁଛ ଯେ ତୁମର ମୋର କେବେ ସମ୍ପର୍କ ନଥିଲା? ନା ନା, ମୁଁ ସେ କଥା କହୁନାହିଁ। ସମ୍ପର୍କ ଥିଲା ନିଶ୍ଚୟ, ହେଲେ ଆଜି ତୁମର ଯୁକ୍ତି ଶୁଣିବାକୁ ମୁଁ ପ୍ରସ୍ତୁତ ନାହିଁ ଶାନ୍ତନୁ। ଅନେକ ବାର ଏ ଯୁକ୍ତି ଶୁଣିଛି। ମୁଁ ଚାହେଁ, କ'ଣ ତୁମେ ଚାହଁ? ମୋର କାମନାର ପରିପୂର୍ଣ୍ଣତା। ମନା କରନି ଶାନ୍ତନୁ। ଏଇ କାଠଯୋଡ଼ିର କାତି ଛଡ଼ା ମାଙ୍କଡ଼ା ପଥର ହେଉ ଆମର ବାସର ଶଯ୍ୟା। ଆସ। ଏତେ ଶୀଘ୍ର କ'ଣ ତୁମେ ତୁମର ମିତ୍ରାକୁ ଭୁଲିଗଲ? ସେ ଯେ ତୁମକୁ ମନେ ରଖିଛି ସେମିତି। କିନ୍ତୁ ମିତ୍ରା, ମୁଁ ଜାଣେ। ସେଦିନ ଫିଆଟ୍ କାରରେ କଲେଜରୁ ଫେରୁ ଫେରୁ ମୋର ଯେଉଁ ଆକ୍ସିଡେଣ୍ଟ ହେଲା, ସେଇ କଥା କହୁଛ ନା? ଅବଶ୍ୟ ତୁମର ବିଖ୍ୟାତ ସର୍ଜିକାଲ ଡାକ୍ତରମାନେ ମୋ ଫଟା ମୁଣ୍ଡକୁ ଯୋଡ଼ିବା ପାଇଁ ସମର୍ଥ ହେଲେ ନାହିଁ। ହଁ, ସେଇ ଦୁଃଖଦାୟକ ଆକ୍ସିଡେଣ୍ଟ ଦିନରୁ ଯେ ତମେ ମୃତ୍ୟୁବରଣ କଲଣି ମିତ୍ରା। ହଁ, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ମୁଁ ମରିଛି। ମୋର କଥା ଭାବି ଭାବି ମୋ ବାପା ବି ମରିଛନ୍ତି। କିନ୍ତୁ ତୁମକୁ ବାର ବାର ଖୋଜି ଖୋଜି ଯେ ଅସଂଖ୍ୟ ଥର ମୁଁ ଜନ୍ମ ନେଉଛି ଏଇ କାଠଯୋଡ଼ିର ପଥରବନ୍ଧ ଉପରେ। ତୁମେ ପରା ମୋତେ କଥା ଦେଇଥିଲ ଯେ ଜୀବନର ପ୍ରଥମ ରାତି କଟିବ ଏଇ କାଠଯୋଡ଼ି ବନ୍ଧରେ। ମିତ୍ରା, ଆସ, ଟିକେ ନିଜର କର। ଭୂତ, ଭୂତ! ମିତ୍ରା, ମିତ୍ରା, ମିତ୍ରା! ପୁଣି ଘର ଆଡ଼େ ପ୍ରବଳ ଗତିରେ ଦୌଡ଼ିବାକୁ ଆରମ୍ଭ କରିଛନ୍ତି ଶାନ୍ତନୁ। ମନରେ ଆତଙ୍କର ବହ୍ନି ଶିଖା, ମୁହଁରେ ଭୟାର୍ତ୍ତ ଚିତ୍କାର। ମିତ୍ରା! ଭୂତ! ମିତ୍ରା! ଭୂତ! ଟେବୁଲ ଉପରୁ ଚା କପ୍ଟି ଖସି ପଡ଼ିଲା ତଳେ। ରୋଷେଇ ଘରୁ ଧାଇଁ ଆସୁ ଆସୁ ପାଟି କରି ଉଠିଲେ ସଂଘମିତ୍ରା। କ'ଣ ହେଲା? କ'ଣ ହେଲା ତୁମର? ଭୂତ! ମିତ୍ରା! ସନ୍ଧ୍ୟା ବେଳଟାରେ ଭୂତ? ତୁମ ମୁଣ୍ଡ କ'ଣ ଠିକ୍ ନାହିଁ ନା କ'ଣ? ତୁମେ ମିତ୍ରା? ମୁଁ ମିତ୍ରା ନୁହେଁ, ସଂଘମିତ୍ରା। କିନ୍ତୁ ଦେଖ, ମୁଣ୍ଡ ପିଟି ମରିବି କହୁଛି। ଥରେ ନୁହେଁ, ଦୁଇଥର ନୁହେଁ, ଅନେକ ବାର ତ ତୁମଠାରୁ ଶୁଣିଲି ଯେ ତୁମେ ମିତ୍ରାଙ୍କୁ ଭଲ ପାଉଥିଲ। ଦୈବକ୍ରମେ ସେ ଆକ୍ସିଡେଣ୍ଟରେ ମଲେ। ତେଣୁ ଇଚ୍ଛା କରି ତୁମେ ମୋତେ ବାହା ହେଲ।
ପୁଣି ବାରମ୍ବାର ତାଙ୍କ କଥା ମନେ ପକାଇ ମୋତେ ଦୁଃଖ ଦେଉଛ କାହିଁକି? ସଂଘମିତ୍ରା, କ'ଣ ହୋଇଛି ତୁମର? ତୁମେ ଟିକେ ମୋ ପାଖକୁ ଆସ ସଂଘମିତ୍ରା, ମୁଁ ତୁମକୁ ପ୍ରାଣ ଭରି ଆଲିଙ୍ଗନ କରିବି। କ'ଣ କହିଲ? ହଁ 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 ସଂଘମିତ୍ରା, ମୁଁ ତୁମକୁ ଆଲିଙ୍ଗନ କରି ଏଇ ଅନନ୍ତ ବାୟୁ ଦେହରେ ରଖିଯିବାକୁ ଚାହେଁ, ତାହାର ଅବିନଶ୍ୱର ସ୍ୱରୂପ। ମାନେ ଟିକେ ପାଖକୁ ଲାଗି ଆସ ସଂଘମିତ୍ରା। କହୁ କହୁ ଶାନ୍ତନୁ ଧଡ଼ କରି ଚେୟାରରୁ ଉଠିପଡ଼ି ଜାବୁଡ଼ି ଧରିଲେ ସଂଘମିତ୍ରାଙ୍କୁ। ଆଶ୍ଚର୍ଯ୍ୟ ବିମୂଢ଼ ହୋଇ କେବଳ ଚାହିଁ ରହିଥିଲେ ସଂଘମିତ୍ରା। ଶାନ୍ତନୁଙ୍କ ଅତୃପ୍ତ କାମନାର ନିଶ୍ୱାସରେ ଉତ୍ତପ୍ତ ହୋଇ ଉଠିଲା ସମଗ୍ର କୋଠରୀଟି। ବିଶେଷ ସୂଚନା, ଶାନ୍ତନୁ ବିଜ୍ଞାନ ପତ୍ରିକା ଦେହରୁ ଯେଉଁ ସମ୍ବାଦଟି ପଢ଼ୁଥିଲେ ତାହାର ସାରମର୍ମ ହେଲା, ଆମେରିକାର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ ଏ ବାୟୁମଣ୍ଡଳରୁ ମଣିଷର ସ୍ୱରୂପ ବା ଶବ୍ଦ ଲିଭିଯାଏ ନାହିଁ। ଆଜି ଇଚ୍ଛା କଲେ 5000 ବର୍ଷ ତଳର କୌଣସି ଏକ ମଣିଷର କଣ୍ଠସ୍ୱରକୁ ରେକର୍ଡ କରିହେବ। ତାହାର ଚିତ୍ରକୁ ମଧ୍ୟ କ୍ୟାମେରାରେ ଗ୍ରହଣ କରାଯାଇପାରିବ। ତେଣୁ ମଣିଷର ଶବ୍ଦ ଓ ସ୍ୱରୂପ ଅବିନଶ୍ୱର। ଏପରିକି ଆମେ ଯେଉଁଠି ଚାଲୁଛୁ, ବସିଛୁ, ଶୋଇଛୁ, ସେଠାରେ ହଜାର ହଜାର ଅଦୃଶ୍ୟ ସ୍ୱରୂପ ଆଟମ୍ ଭଳି ଘୁରି ବୁଲୁଛନ୍ତି। ଏହି ଶବ୍ଦ ଓ ଚିତ୍ରଗ୍ରହଣ ପାଇଁ ସଫଳ ଯନ୍ତ୍ର ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନଥିଲେ ମଧ୍ୟ ଗବେଷଣା ଅନେକାଂଶରେ ସଫଳ ହୋଇଛି। ଖୁବ୍ ନିକଟରେ ଏହା କାର୍ଯ୍ୟକାରୀ ହେବା ସମ୍ଭବ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଅନାହତ। ଗାଳ୍ପିକ ବ୍ରଜମୋହନ ମହାନ୍ତି। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।